ପକେଇ ଦେ ପକେଇ ଦେ ଆର ପକା ଖାଦ୍ୟରେ ମିଶୁଥିଲା ହାନିକାରକ ରଙ୍ଗ। ଏପରିକି ହୋଟେଲରେ ଦିଆଯାଉଥିଲା ବାସି ଖାଦ୍ୟ। କେବଳ ଏତିକି ନୁହେଁ, ଅପରିଷ୍କାର ରୋଷେଇଶାଳରେ ପ୍ରସ୍ତୁତ ହେଉଥିଲା ଖାଦ୍ୟ। ଏଭଳି ଅଭିଯୋଗ ଆସିବା ପରେ ବ୍ରହ୍ମପୁର ସହରର ଏକ ବଡ଼ ହୋଟେଲ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ନଷ୍ଟ କରିବା ସହ ହୋଟେଲକୁ ସିଲ୍ କରିଛି ବିଏମ୍ସିର ଖାଦ୍ୟ ନିରାପତ୍ତା ବିଭାଗ। ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡଠାରେ ଥିବା ହୋଟେଲ ଭାଗ୍ୟଶ୍ରୀରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ବିଏମ୍ସିର ଖାଦ୍ୟ ନିରାପତ୍ତା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ଖାଦ୍ୟ ନିରାପତ୍ତା ବିଭାଗର ଟିମ୍ ହୋଟେଲ ଭାଗ୍ୟଶ୍ରୀ ଉପରେ ଚଢ଼ାଉ କରିଥିଲେ ଏବଂ ଚଢ଼ାଉ ସମୟରେ ଦେଖିବାକୁ ମିଳିଥିଲା ବିପୁଳ ପରିମାଣର ଖାଦ୍ୟରେ ମିଶା ଯାଉଥିଲା ବିଭିନ୍ନ ପ୍ରକାରର ରଙ୍ଗ। ଗ୍ରାହକଙ୍କୁ ଖାଦ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ରଙ୍ଗ ଦିଆଯାଉଥିବା ବେଳେ ତାହା ସ୍ୱାସ୍ଥ୍ୟ ପ୍ରତି କିନ୍ତୁ ସମ୍ପୂର୍ଣ୍ଣ ହାନିକାରକ ରହିଥିଲା। ତେବେ ହୋଟେଲ ଭିତରେ ଦେଖିଲା ବେଳକୁ ବିଭିନ୍ନ ପାତ୍ରରେ ରଖାଯାଇଥିଲା ବାସି ଖାଦ୍ୟ, ଯାହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହେବାର ସମ୍ଭାବନା ରହିଛି। ଏପରିକି ରୋଷେଇଶାଳର ପରିବେଶ ସମ୍ପୂର୍ଣ୍ଣ ଅପରିଷ୍କାର ରହିଥିଲା। ତେଣୁ ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରୀମାନେ ହୋଟେଲରେ ରହିଥିବା ସମସ୍ତ ବାସି ଓ ରଙ୍ଗ ମିଶା ଖାଦ୍ୟକୁ ନଷ୍ଟ କରିଥିଲେ। ହୋଟେଲରେ ଯଦିଓ ଫୁଡ୍ ଲାଇସେନ୍ସ ଥିଲା, କିନ୍ତୁ ଏଫ୍ଏସ୍ଏଆଇ ତଥା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ସମସ୍ତ ପ୍ରକାରର ନିୟମକୁ ଏହି ହୋଟେଲ ଉଲ୍ଲଂଘନ କରୁଥିଲା। ତେଣୁ ହୋଟେଲକୁ ସିଲ୍ କରାଯାଇଥିବା ସୂଚନା ରହିଛି। ନୂଆ ବସଷ୍ଟାଣ୍ଡରେ ଯେଉଁ ହୋଟେଲର ଆମର ଚେକିଂ ଚାଲିଥିଲା, ଭାଗ୍ୟଶ୍ରୀ ହୋଟେଲ, ତ ତାର କ'ଣ ଆମେ ଯେତେବେଳେ ଇନ୍ସପେକ୍ସନ୍ କଲୁ ତାର ବହୁତ ଅନହାଇଜିନିକ୍ ଥିଲା। ତାପରେ ନନ୍ ପେମେଣ୍ଟ ସିନ୍ଥେଟିକ୍ କଲର୍ ବି କେତେ ଗୁଡ଼ା ପାଇଲୁ ଖାଦ୍ୟରେ, ବହୁତ ଗୁଡ଼ାକ। ଆଉ ବାସି ଖାଦ୍ୟ ବି ଥିଲା, ଯେଉଁଗୁଡ଼ାକ ଆମେ ପାଇଛୁ ଅନ୍ ସ୍ପଟ୍ ଡିଷ୍ଟ୍ରକ୍ସନ୍ ହେଇଛି। ତାପରେ ତାର ଯେହେତୁ ଅନହାଇଜିନିକ୍ କଣ୍ଡିସନ୍ସରେ ସେ ଫୁଡ୍ ସର୍ଭ କରୁଥିଲା, ତାହେଲେ ସେଇଥିପାଇଁ ତାଙ୍କୁ କୁହାଯାଇଛି ଇମିଡ଼ିଏଟଲି ତାର ବିଜନେସ୍ ବନ୍ଦ କରିକି ସେ ଯେଉଁ କିଚେନ୍ ଏରିଆ ଆଉ ଡ୍ରେନ୍ ସବୁ ତାକୁ ଭଲ ଭାବରେ କ୍ଲିନ୍ କରିବ। ତାପରେ ଗାଇଡ଼ଲାଇନ୍ ଯାହା ଯାହା ଆମେ ଦେଇଛୁ ତାକୁ ଏଫ୍ଏସ୍ଏସ୍ଆଇର ସେଡ୍ୟୁଲ୍ 4 ଅନୁସାରେ ସବୁ ପାଳନ କଲା ପରେ ତାର ବିଜନେସ୍ ଷ୍ଟାର୍ଟ କରିବ। ହଁ, ସେଟା ବନ୍ଦ ଅଛି, ତାର ବିଜନେସ୍ଟାକୁ ବନ୍ଦ କରାଯାଇଛି ଟେମ୍ପୋରାରିଲି। ସେ ଯେତେବେଳେ ସବୁ ଗୁଡ଼ାକ ଏଗୁଡ଼ାକ ସବୁ ଯେଉଁ ପେଷ୍ଟ କଣ୍ଟ୍ରୋଲ, ତାର ୱାଟର ଟେଷ୍ଟିଂ, ତାର ଯାହା ଯାହା ରିକ୍ୱାରମେଣ୍ଟ ସବୁ ଯେତେବେଳେ ସବମିଟ୍ କରିବ, ତାପରେ ତାକୁ ପୁଣି ଇନ୍ସପେକ୍ସନ୍ ଭିଜିଟ୍ ହେବ। ଯଦି ଠିକ୍ ଥିବ ତାହେଲେ ତାକୁ ଆଲାଉ କରାହେବ। ଫୁଡ୍ ଲାଇସେନ୍ସ ଅଛି, କିନ୍ତୁ ଅନ୍ୟାନ୍ୟ ଯେଉଁ ରିକ୍ୱାରମେଣ୍ଟ ହାଇଜିନିକ୍ ଉପରେ ତାର ଟିକେ ବହୁତ ଗୁଡ଼ା ଇଏ ଥିଲା, ଯେଉଁଟାକି କମ୍ପ୍ଲେନ୍ ବି ଆସିଥିଲା। ତ ଖାଦ୍ୟ ଟା ଠିକ୍ ସେ ମାନେ ପ୍ରିପାରେସନ୍ ଏରିଆଟା ବହୁତ ଅନହାଇଜିନିକ୍ ଥିଲା, ସେଥିପାଇଁ ଆମେ ତାକୁ ହଁ, ଖାଦ୍ୟରେ ବହୁତ କଲର୍ ଥିଲା, ଆଉ ତା ସହିତ ତାର ବହୁତ ବାସି ଖାଦ୍ୟ ବି ବାହାରିଥିଲା। ଜରିମାନା କିଛି ଆଦାୟ କରାଯାଇନି। ତାଠୁ 2 ଥର ଏଇଥର ନୋଟିସ୍ ଦିଆଯାଇଥିଲା। ପ୍ରଥମ ଥର ତାର ଗୋଟେ ଥର ଜରିମାନା ବି ଆଦାୟ ହେଇଥିଲା ପୂର୍ବରୁ। ସେଇଥିପାଇଁ ଏଇଥର ତା ବିଜନେସ୍କୁ ଆମେ ବନ୍ଦ କରିଦେଇଛୁ। ହଁ, ଏମିତି ଚଢ଼ାଉ ଜାରି ରହିବ, ଆଉ ସମସ୍ତ ହୋଟେଲକୁ ବି ଏବେ ଚଢ଼ାଉ ଜାରି ରହିବ।